ମା ଚଢ଼େଇ ତା ଛୁଆ ସାଙ୍ଗରେ ଖାଇବା ଖୋଜିବାକୁ ଯାଇଥିଲା। ହେଲେ ସେଦିନ ସେମାନେ କିଛି ବି ଖାଇବା ପାଇଲେ ନାହିଁ। ମନ ଦୁଃଖରେ ସେମାନେ ଘରକୁ ଫେରିବା ସମୟରେ ହଠାତ୍ ଏକ ଚିତ୍କାର ଶୁଣିବାକୁ ପାଇଲେ। ବଞ୍ଚାଅ, ବଞ୍ଚାଅ, ମତେ କେହି ସାହାଯ୍ୟ କର। ମା ମା, କିଏ ଚିତ୍କାର କରୁଛି ନା? ତୁମେ ଶୁଣିପାରୁଛ ତ? ହଁ, ମୁଁ ବି ଶୁଣିପାରୁଛି। ନିଶ୍ଚୟ କେହି ବିପଦରେ ପଡ଼ିଛି। ଚାଲ ତା ପାଖକୁ ଯିବା। ଏମିତି କଥା ହେଇ ସେ ଦୁଇ ମା ଛୁଆ ଶବ୍ଦ ଶୁଭୁଥିବା ଜାଗାକୁ ଗଲେ। ସେମାନେ ଦେଖିଲେ ଏକ ବତକ ଜାଲରେ ପଡ଼ି ଚିତ୍କାର କରୁଥିଲା। ସେ ବତକ ଚଢ଼େଇମାନଙ୍କୁ ଦେଖି କହିଲା, ଚଢ଼େଇ, ମତେ ଟିକେ ସାହାଯ୍ୟ କର। ହେଲେ ବତକ, ମୁଁ ବହୁତ ଛୋଟ। ମୁଁ ତୁମକୁ କେମିତି ଏତେ ବଡ଼ ଜାଲ ଭିତରୁ ବାହାର କରିବି? ଚଢ଼େଇ, ତୁ ଚିନ୍ତା କରନି। ଏଇ ପାଖରେ ଏକ ଯାଦୁର ଲାଠି ପଡ଼ିଛି। ମତେ ସେ ଲାଠି ଧରେଇ ଦେ, ମୁଁ ନିଜେ ହିଁ ଜାଲ ଭିତରୁ ବାହାରି ଯିବି। ଏମିତି ଶୁଣି ମା ଚଢ଼େଇ ପାଖରେ ପଡ଼ିଥିବା ଯାଦୁର ଲାଠିକୁ ଉଠେଇ ବତକକୁ ଧରେଇ ଦେଲା। ସଙ୍ଗେ ସଙ୍ଗେ ହିଁ ସେ ବତକଟି ଏକ ସୁନ୍ଦର ପରୀରେ ବଦଳିଗଲା। ଆଉ ସେ ଜାଲ ଭିତରୁ ବାହାରି ଆସିଲା। ତୁମେ କିଏ? ଏ ଜାଲ ଭିତରେ କେମିତି ପଡ଼ିଥିଲ? ଚଢ଼େଇ, ମୁଁ ଜଣେ ପରୀ। ମୁଁ ଏଇ ଜଙ୍ଗଲକୁ ବୁଲିବା ପାଇଁ ଆସିଥିଲି। ବତକମାନଙ୍କୁ ଦେଖି ମୁଁ ତାଙ୍କ ରୂପ ନେଇଥିଲି। ମୁଁ ମୋ ପୂର୍ବ ରୂପକୁ ଫେରିବା ପୂର୍ବରୁ ହିଁ ଏଇ ଜାଲରେ ପଡ଼ିଗଲି। ମୋ ହାତରୁ ମୋ ଯାଦୁର ଲାଠି ଖସି ପଡ଼ିଲା। ମୋର ସବୁ ଶକ୍ତି ଏଇ ଯାଦୁର ଲାଠିରେ ଥିଲା। ସେଥିପାଇଁ ମୁଁ ଜାଲରୁ ବାହାରି ପାରିନଥିଲି। ତୁ ମତେ ମୋ ଯାଦୁର ଲାଠି ଧରେଇ ଦେବାରୁ ମୁଁ ମୋ ଶକ୍ତି ଫେରି ପାଇଲି। ମୋ ମା କୁହନ୍ତି, ଯିଏ ବିପଦରେ ପଡ଼ିଥାଏ ତାକୁ ସାହାଯ୍ୟ କରିବା କଥା। ତୁମକୁ ସାହାଯ୍ୟ କରି ଆମେ ବହୁତ ଖୁସି। ପରୀ, ତୁମେ ନା ବହୁତ ସୁନ୍ଦର। ଚଢ଼େଇ ଛୁଆ, ମୁଁ ଜାଣିଛି ତମ ବହୁତ ଭଲ। ତମମାନଙ୍କ ଅବସ୍ଥା କଥା ବି ମୁଁ ଜାଣିଛି। ମୁଁ ତମମାନଙ୍କ ଉପରେ ବହୁତ ଖୁସି। ମୁଁ ତମମାନଙ୍କୁ କିଛି ଦେବାକୁ ଚାହୁଁଛି। ଏମିତି କହି ପରୀ ମା ଚଢ଼େଇକୁ ଏକ ପୋଟଳି ଦେଲା। ଏ ପୋଟଳିରେ କ'ଣ ଅଛି ପରୀ? ତୁମେ କ'ଣ ଆମକୁ ଖାଇବା ଦେଉଛ? ନା ନା, ଏଥିରେ ଖାଇବା ନାହିଁ। ଏଥିରେ 3ଟି ମଞ୍ଜି ଅଛି। ହଳଦିଆ, ସବୁଜ ଆଉ ନାଲି ରଙ୍ଗର କଦଳୀ ମଞ୍ଜି। ଚଢ଼େଇ, ତୁ ଏସବୁ ମଞ୍ଜି ନେଇ ନିଜ ବଗିଚାରେ ପୋତି ଦେବୁ। ଯେତେବେଳେ କଦଳୀ ଗଛରେ ଫଳ ଫଳିବ, ହଳଦିଆ ଆଉ ସବୁଜ ରଙ୍ଗର ଫଳ ସମସ୍ତେ ଖାଇପାରିବ। ହେଲେ ନାଲି ରଙ୍ଗର କଦଳୀ ଯିଏ ବି ଖାଇବ, ସେ କେବେ ବି ଖରାପ କାମ କରିନଥିବ। ଯଦି କେବେ ଖରାପ ଚଢ଼େଇ ନାଲି ରଙ୍ଗର କଦଳୀ ଖାଇଦିଏ, ସେ ପୁରାପୁରି ଦୁର୍ବଳ ହେଇଯିବ। ତା ଦେହରେ ଟିକେ ବି ଶକ୍ତି ରହିବନି। ଏମିତି କହି ପରୀ ସେଠାରୁ ଚାଲିଗଲା। ମା ଚଢ଼େଇ ସେ ମଞ୍ଜି ପୋଟଳି ଧରି ନିଜ ଘରକୁ ଫେରି ଆସିଲା। ସେ ନିଜ ବଗିଚାରେ ସେ 3 ମଞ୍ଜି ପୋତି ଦେଲା। ରାତି ହେବା ପରେ ସେମାନେ ଶୋଇପଡ଼ିଲେ। ସକାଳେ ସେମାନେ ଘରୁ ବାହାରି ଦେଖିଲେ ତାଙ୍କ ବଗିଚାରେ 3ଟି କଦଳୀ ଗଛ ବାହାରି 3 ରଙ୍ଗର କଦଳୀ ଫଳିଛି। ମା ମା, ଏ 3ଟି ଗଛରେ 3 ରଙ୍ଗର କଦଳୀ ଫଳିଛି। ଚାଲ ନା ମା, ସେଥିରୁ କିଛି କଦଳୀ ତୋଳି ଖାଇବା। ଠିକ ଅଛି ମୋ ଧନ, ମୁଁ ଏବେ ତୋ ପାଇଁ କଦଳୀ ତୋଳି ଦେଉଛି। ହେଲେ ତୋର ମନେ ଅଛି ତ, ଏ ନାଲି ରଙ୍ଗର କଦଳୀ ଖରାପ କାମ କରିଥିବା ଚଢ଼େଇ ଖାଇପାରିବେନି। ହେଲେ ମା, ଆମେ ତ କେବେ ବି ଖରାପ କାମ କରିନାହାନ୍ତି। ହଁ, ତୁ ଠିକ କହିଲୁ। ଆମେ ସବୁ ପ୍ରକାରର କଦଳୀ ଖାଇପାରିବା। ଏମିତି କଥା ହେଇ ସେ ଦୁଇ ମା ଛୁଆ ସବୁ ରଙ୍ଗର କଦଳୀ ତୋଳି ଖାଇଲେ। ମା ମା, ସତରେ ଏ କଦଳୀ ସବୁ ବହୁତ ମିଠା। ହଁ, ଏସବୁ ଯାଦୁର କଦଳୀ, ସେଥିପାଇଁ ବହୁତ ମିଠା ଲାଗୁଛି। ଚାଲ ଆମେ ଅନ୍ୟମାନଙ୍କୁ ବି କଦଳୀ ଦେବା। ସେମାନେ ସବୁଜ ଆଉ ହଳଦିଆ ରଙ୍ଗର କଦଳୀ ଅନ୍ୟ ଚଢ଼େଇମାନଙ୍କୁ ବି ଖାଇବା ପାଇଁ ଦେଉଥିଲେ। ଧୀରେ ଧୀରେ ପୁରା ଜଙ୍ଗଲରେ ଏକଥା ପ୍ରଚାର ହେଇଗଲା। ଦିନେ ଏକ ମିଟୁ ଚଢ଼େଇର ଘରକୁ ଗଲା। ଆରେ ଚଢ଼େଇ, ତୋ ବଗିଚାରେ ତ ଆଗରୁ ଏ 3 କଦଳୀ ଗଛ ନଥିଲା। ମିଟୁ ଭାଇ, ଏସବୁ ଯାଦୁର କଦଳୀ ଗଛ। ଜଣେ ପରୀ ଆମ ଉପରେ ଖୁସି ହେଇ ଏ କଦଳୀ ଗଛ ଦେଇଛନ୍ତି। ମିଟୁ ଭାଇ, ତୁମେ କିଛି କଦଳୀ ଖାଇବ କି? ହଁ ଚଢ଼େଇ, ଏତେ ସାରା କଦଳୀ ଦେଖି ମୋର କଦଳୀ ଖାଇବାକୁ ଇଚ୍ଛା ହେଉଛି। ଏ ନାଲି ରଙ୍ଗର କଦଳୀ ବଢ଼ିଆ ଦେଖାଯାଉଛି। ମତେ ଏଥିରୁ କିଛି ଦେ। ହେଲେ ମିଟୁ ଭାଇ, ଯିଏ କେବେ ବି ଖରାପ କାମ କରିନଥିବ, କେବଳ ସେ ହିଁ ନାଲି ରଙ୍ଗର କଦଳୀ ଖାଇପାରିବ। ଆଚ୍ଛା, ଏମିତି କଥା। ମୁଁ ଥରେ ଗୋଟେ ଖରାପ କାମ କରିଥିଲି। ଦିନେ ମୁଁ ଜଣଙ୍କ ପାଖରୁ କିଛି ଫଳ ଚୋରି କରିଥିଲି। ମୁଁ ତାହେଲେ ନାଲି କଦଳୀ
ଖାଇବିନି। ଚଢ଼େଇ ମତେ ସେ ହଳଦିଆ କଦଳୀରୁ କିଛି ଦେ। ମିଟୁ କିଛି ହଳଦିଆ କଦଳୀ ନେଇ ସେଠାରୁ ଚାଲିଗଲା। ସେଇ ଜଙ୍ଗଲରେ ଦୁଇଟି ଦୁଷ୍ଟ କାଉ ରହୁଥିଲେ। ଚଢ଼େଇର କଦଳୀ ବିଷୟରେ ସେମାନେ ବି ଜାଣିବାକୁ ପାଇଲେ। ଆରେ ତମେ ସେ ଚଢ଼େଇ ବିଷୟରେ ଶୁଣିଛ ନା ନାହିଁ? ତା ପାଖରେ ନା କେତେ ରଙ୍ଗ ବେରଙ୍ଗର କଦଳୀ ଅଛି। ହଁ ହଁ, ମୁଁ ତା ବିଷୟରେ ଶୁଣିଛି। ତୁ କିଛି କଦଳୀ ଖାଇବୁ କି? ମୁଁ ଯାଉଛି ତା ପାଖରୁ କିଛି କଦଳୀ ନେଇ ଆସିବି। ନା ନା, ଖାଲି କଦଳୀ ନୁହଁ, ମତେ ପୁରା କଦଳୀ ଗଛ ଦରକାର। ଚାଲ ଏବେ ତା ଘରକୁ ଯାଇ ତା ପାଖରୁ ତାର ସବୁ କଦଳୀ ଗଛ ଛଡେଇ ନେବା। ଏମିତି କଥା ହେଇ ସେ ଦୁଇ ଜଣ ଚଢ଼େଇ ପାଖକୁ ଆସିଲେ। ଆରେ ତମେ ଦୁଇ ଜଣ ଏଠି କିଛି କଦଳୀ ନେବାକୁ ଆସିଛ କି? ଚଢ଼େଇ, ଆମ ପାଖରେ ବହୁତ ଖାଇବା ଅଛି, ଆମେ କାଇଁ ତ କଦଳୀ ନେବୁ? ତତେ ଏକ ଜରୁରୀ କଥା କହିବାକୁ ଆସିଛୁ। ନଦୀ ପାଖରେ ନା କିଛି ଚଢ଼େଇ ମିଟୁକୁ ପିଟୁଛନ୍ତି। ସେ ତତେ ସାହାଯ୍ୟ ପାଇଁ ଡାକୁଛି। ଆରେ ମା, ତୁ ଆମ କଦଳୀ ବଗିଚାରେ ଥା, ମୁଁ ଯାଇ ଦେଖେ ମିଟୁ ଭାଇର କଣ ହେଲା। ଆରେ ଚଢ଼େଇ ଛୁଆ, ତୁ ଆଉ କାଇଁ ଏଠି ରହିଲୁ? ତୁ ବି ଏଠୁ ଚାଲି ଯା। ଆଜିଠୁ ଏ ସବୁ କଦଳୀ ଗଛ ଆମର। ଏମିତି କାହିଁକି କହୁଛ? ଏ ସବୁ କଦଳୀ ଗଛ ପରି ଆମକୁ ଦେଇଥିଲେ, ଏ ସବୁ ଆମର। ଭଲରେ ଏଠୁ ଯିବୁ ନା ଏ ଲାଠିରେ ମାଡ଼ ଖାଇବୁ? ତ ମା ଏଠି ନାହିଁ। ତୁ ଯଦି ଏଠୁ ନ ଯିବୁ ଆମେ ପିଟି ପିଟି ତା ପିଠିରୁ ଛାଲ ଉତାରି ଦେବୁ। କାଉ ମାନଙ୍କ ଭୟରେ ଚଢ଼େଇ ଛୁଆ କାନ୍ଦି କାନ୍ଦି ସେଠାରୁ ଚାଲିଗଲା। ଦୁଇ କାଉ ହଳଦିଆ ରଙ୍ଗର କଦଳୀକୁ ତୋଳି ଖାଇଲେ। ସେପଟେ କିଛି ଦୂର ଗଲା ପରେ ହିଁ ମା ଚଢ଼େଇ ମିଟୁକୁ ରାସ୍ତାରେ ପାଇଗଲା। ଆରେ ମିଟୁ ଭାଇ, ତୁମର କିଛି ହେଇନି ତ? ମୁଁ ଶୁଣିଲି କିଛି ଚଢ଼େଇ ତୁମକୁ ପିଟୁଥିଲେ। ଆରେ ଚଢ଼େଇ, ତତେ ଏମିତି ମିଛ କଥା କିଏ କହିଲା? ମୁଁ ତ ଏକଦମ ଠିକ ଅଛି, ମତେ କିଏ କାହିଁକି ପିଟିବ? ସେମାନେ ଏପରି କଥା ହେବା ସମୟରେ ହିଁ ଚଢ଼େଇ ଛୁଆ କାନ୍ଦି କାନ୍ଦି ସେଠାରେ ଆସି ପହଞ୍ଚିଲା। ମା ମା, ସେ ଦୁଷ୍ଟ କାଉମାନେ ମତେ ଜୋର କରି ଆମ ବଗିଚାରୁ ବାହାର କରିଦେଲେ ଆଉ କହିଲେ ଆଜିଠୁ ସେ ସବୁ କଦଳୀ ଗଛ ତାଙ୍କର। ଆଚ୍ଛା, ଏବେ ବୁଝିଲି ସେ କାଉମାନେ ମତେ କାହିଁକି ଏଠାକୁ ପଠେଇଥିଲେ। ମାରେ, ତୁ ଜମା ବି କାନ୍ଦିନି, ମୁଁ ଏବେ ହିଁ ସେ କାଉମାନଙ୍କୁ ଉଚିତ ଶିକ୍ଷା ଦେଉଛି। ତାପରେ ସେ ମା ଛୁଆ ନିଜ ବଗିଚାକୁ ଫେରି ଆସିଲେ। ତମେ ମାନେ ପୁଣି ଆସିଗଲ? ଶୁଣ ଚଢ଼େଇ, ଆଜିଠୁ ଏ 3 କଦଳୀ ଗଛ ଆମର, ତୁ ଏଠୁ ଚାଲି ଯା। ହଁ ହଁ, ଠିକ ଅଛି, ଆଜିଠୁ ଏ ସବୁ କଦଳୀ ତମ ମାନଙ୍କର। ହେଲେ ମୁଁ ତମ ମାନଙ୍କୁ ଏ ନାଲି ରଙ୍ଗର କଦଳୀ ଦେଇ ପାରିବିନି। ଏ ନାଲି କଦଳୀ ଭାରି ମିଠା, ଏ ନାଲି କଦଳୀକୁ ମୁଁ ଖାଇବି। ଚଢ଼େଇ ପାଖରୁ ଏମିତି ଶୁଣି କାଉର ସ୍ତ୍ରୀ ଶୀଘ୍ର ନାଲି କଦଳୀ ପାଖକୁ ଗଲା। ଏ ଚଢ଼େଇ, ଏ ନାଲି କଦଳୀ ବି ଆମର, ମୁଁ ତତେ ଗୋଟେ ବି କଦଳୀ ଏଥିରୁ ଦେବିନି। ଏବେ ମୁଁ ଏ ମିଠା ମିଠା ନାଲି କଦଳୀ ଖାଇବି। ଆରେ ରହ ରହ, ମତେ ବି ଗୋଟେ ନାଲି କଦଳୀ ଦେ। ମୁଁ ବି ସେ ନାଲି କଦଳୀ ଖାଇକି ଦେଖେ ସେ ସବୁ କେତେ ମିଠା। ତାପରେ ସେ ଦୁଇ କାଉ ନାଲି ରଙ୍ଗର କଦଳୀକୁ ତୋଳି ଖାଇଲେ। କିଛି ସମୟ ପରେ ହିଁ ତାଙ୍କ ଦେହର ସବୁ ଶକ୍ତି ଚାଲିଗଲା। ସେମାନେ ତଳେ ପଡ଼ିଗଲେ। ଉଠିବାକୁ ସେମାନେ ଚେଷ୍ଟା କଲେ, ହେଲେ ପାରିଲେନି। ପୁଣି ଥରେ ତଳେ ପଡ଼ିଗଲେ। ଏମିତି ଦେଖି ମା ଚଢ଼େଇ ଆଉ ତାର ଛୁଆ ହସିବାକୁ ଲାଗିଲେ। ଏବେ ତମେ ମାନେ ମଜା ପାଇଲ? ଖରାପ ଚଢ଼େଇ ମାନେ ଏ ନାଲି କଦଳୀକୁ ଖାଇ ପାରିବେନି, ନହେଲେ ତାଙ୍କର ଏମିତି ଅବସ୍ଥା ହେବ। ଚଢ଼େଇ, ମୁଁ ତତେ ଛାଡ଼ିବିନି, ତୁ ଆମ ସାଙ୍ଗରେ କିଛି ବି ଠିକ କଲୁନି। ତମେ ମାନେ ନିଜ ଭୁଲର ଶାସ୍ତି ପାଉଛ। ଏବେ ପୋକମାନଙ୍କ ପରି ରଙ୍ଗି ରଙ୍ଗି ଘରକୁ ଚାଲିଯାଅ, ନହେଲେ ମୁଁ ପିଟି ପିଟି ତମ ମାନଙ୍କ ଚମଡ଼ା ଉତାରି ଦେବି। ଦୁଇ କାଉ ପୁରାପୁରି ଦୁର୍ବଳ ହେଇଯାଇଥିଲେ। ସେମାନେ କାନ୍ଦି କାନ୍ଦି ଯେମିତି ସେମିତି ନିଜ ଘରକୁ ଫେରିଗଲେ। ଚଢ଼େଇ ଅନ୍ୟମାନଙ୍କୁ କଦଳୀ ଦେଇ ସାହାଯ୍ୟ କରୁଥିଲା। ଏମିତି ସେ ତାର ଦୁଇ ଛୁଆଙ୍କ ସାଙ୍ଗରେ ଖୁସି